ବାଲାନୀ ଖଣିର 11 କେଭି ବିଦ୍ୟୁତ ଦୁର୍ଘଟଣା। କଟାଗଲା ଦୀପକଙ୍କ ଦୁଇ ହାତ, ବାବୁଲୁଙ୍କ ଗୋଡ଼ ପୂର୍ବରୁ କଟିଥିଲା। କ୍ଷତିପୂରଣ ଓ ସୁରକ୍ଷାକୁ ନେଇ ବଢୁଛି ପ୍ରଶ୍ନ। ବଲାନୀ ଲୌହ ଖଣିରେ ଘଟିଥିବା 11 କେଭି ବିଦ୍ୟୁତ ଦୁର୍ଘଟଣା ଦୁଇ ଯୁବ ଠିକା ଶ୍ରମିକଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଆହତ ଦୀପକ ନାୟକଙ୍କ ଦୁଇଟି ହାତ କାଟିବାକୁ ପଡ଼ିଥିବା ବେଳେ ଅନ୍ୟ ଆହତ ବାବୁଲୁ ମୁଣ୍ଡାଙ୍କ ଡାହାଣ ଗୋଡ଼ ପୂର୍ବରୁ କାଟି ଦିଆଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଖଣି ଅଞ୍ଚଳରେ ଶୋକ, ক্ষোভ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ ସୂଚନା ଅନୁସାରେ ବାବୁଲୁଙ୍କ ସ୍ୱାସ୍ଥ୍ୟରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଦୀପକଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ସେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅଛନ୍ତି ଏବଂ ବିଦ୍ୟୁତ ଆଘାତରେ ତାଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ ଆହତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଓ ସହାୟତା ପ୍ରଦାନ ନେଇ ଆଲୋଚନା ହୋଇଥିଲା। ତେବେ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଠିକା ନିଯୁକ୍ତି ଦେବା ପ୍ରସ୍ତାବକୁ ସ୍ଥାନୀୟ ଲୋକ ଓ ଶ୍ରମିକ ସଂଗଠନ ତୀବ୍ର ବିରୋଧ କରିଛନ୍ତି। ଜୀବନସାରା ପାଇଁ ଅକ୍ଷମ ହୋଇପଡ଼ିଥିବା ଦୁଇ ଯୁବକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ଥାୟୀ ଚାକିରି, ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ପରିବାର ସାମାଜିକ ସୁରକ୍ଷା ଦାବି ଜୋର ଧରିଛି। ଅନ୍ୟପକ୍ଷରେ ଘଟଣା ପରେ ବଲାନୀ ଖଣି କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଖଣିରେ କାମ କରୁଥିବା ସମସ୍ତ ଠିକା ଶ୍ରମିକଙ୍କ ବୈଧ ପ୍ରବେଶ ପରିଚୟ ପତ୍ର, ଗେଟ୍ ପାସ୍ ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଧ ଗେଟ୍ ପାସ୍ ବିନା କୌଣସି ଶ୍ରମିକଙ୍କୁ ଖଣି ଭିତରକୁ ପ୍ରବେଶ କିମ୍ବା କାମ କରିବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ନିୟମ ଉଲ୍ଲଂଘନ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଏହି ନୂଆ ନିର୍ଦ୍ଦେଶ ପରେ ଅନେକ ପ୍ରଶ୍ନ ଉଠିଛି। ଦୁର୍ଘଟଣା ସମୟରେ ଆହତ ଶ୍ରମିକମାନଙ୍କ ପାଖରେ ବୈଧ ପ୍ରବେଶ ପରିଚୟ ପତ୍ର ଥିଲା କି? ଯଦି ନଥିଲା ତେବେ ସେମାନେ କିପରି ଉଚ୍ଚ ବିପଦପୂର୍ଣ୍ଣ କାର୍ଯ୍ୟସ୍ଥଳରେ କାମ କରୁଥିଲେ? ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଥିଲା? ଏହି ପ୍ରଶ୍ନଗୁଡ଼ିକର ଉତ୍ତରକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ, ସମ୍ପୃକ୍ତ ବିଭାଗ ଏବଂ ସ୍ଥାନୀୟ ପୁଲିସ ନିଜ ନିଜ ସ୍ତରରେ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ରିପୋର୍ଟ ପରେ ଦୁର୍ଘଟଣାର ପ୍ରକୃତ କାରଣ, ସୁରକ୍ଷା ଅବହେଳା ଓ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ଦୁର୍ଘଟଣା କେବଳ ଦୁଇ ଜଣ ଶ୍ରମିକଙ୍କ ଜୀବନକୁ ନୁହେଁ, ଖଣି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା, ଠିକା ଶ୍ରମିକଙ୍କ ସୁରକ୍ଷା ଅଧିକାର ଓ ଦାୟିତ୍ୱବୋଧକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଛିଡ଼ା କରିଛି। ବ୍ୟୁରୋ ରିପୋର୍ଟ, ଯାହା ରିପୋର୍ଟ।